ମୃତ୍ୟୁ ଆସିବାର 9 ମାସ ପୂର୍ବରୁ ମନୁଷ୍ୟକୁ ମିଳିଥାଏ ଏହି 7 ପ୍ରକାରର ସଂକେତ। ଯେଉଁଭଳି ପ୍ରତ୍ୟେକ ମନୁଷ୍ୟ ମା ଗର୍ଭରେ 9 ମାସ ରହିବା ପରେ ତାକୁ ନୂଆ ଜୀବନ ମିଳିଥାଏ, ଠିକ୍ ସେହିଭଳି ମୃତ୍ୟୁ ଆସିବାର 9 ମାସ ପୂର୍ବରୁ କିଛି ଏମିତି ଘଟଣା ଘଟିବାକୁ ଲାଗିଥାଏ ଯାହା ଏହି କଥାର ସଂକେତ ଦେଇଥାଏ କି ଆତ୍ମା କହୁଛି ଏବେ ବହୁତ ହୋଇଗଲା, ଏହି ସମୟକୁ ତ୍ୟାଗ କରିବାର ସମୟ ଆସିଗଲା। କିନ୍ତୁ ଏହି ସଂକେତ ଏବେ ସୂକ୍ଷ୍ମ ଓ ଛୋଟ ହୋଇଥାଏ କି ଆମେ ନିଜର ପ୍ରତିଦିନ ଜୀବନ ଶୈଳୀରେ ସେସବୁ ଉପରେ ଧ୍ୟାନ ଦେଇନଥାଉ ଏବଂ ଯେତେବେଳେ ମୃତ୍ୟୁ ଏକଦମ ନିକଟତର ହୋଇଯାଇଥାଏ ସେତେବେଳେ ଆମକୁ ଜଣାପଡ଼ିଥାଏ କି ଏବେ ତ ବହୁତ ଡେରି ହୋଇଗଲାଣି, ହେଲେ ଅନେକ କାମ ଅଧା ହୋଇ ରହିଗଲା। ଏମିତି ପରିସ୍ଥିତିରେ ଶେଷ ସମୟରେ ମନ ବିଚଳିତ ହେବାକୁ ଲାଗିଥାଏ ଏବଂ ମୃତ୍ୟୁ ସମୟରେ କଷ୍ଟରେ ଅନୁଭବ ହେବାକୁ ଲାଗିଥାଏ। ଗରୁଡ଼ ପୁରାଣ, ସମୁଦ୍ର ଶାସ୍ତ୍ର ତଥା ବିଜ୍ଞାନ ଅନୁସାରେ ଏହି ସଂକେତ ମନୁଷ୍ୟକୁ 9 ମାସ ପୂର୍ବରୁ ମିଳିବାକୁ ଲାଗିଥାଏ। ଯଦି କୌଣସି ବ୍ୟକ୍ତି ନିଜର ମାତାଙ୍କ ଗର୍ଭରେ 10 ମାସ ଯାଏଁ ରହିଥାଏ ତାହେଲେ ତାକୁ 10 ମାସ ପୂର୍ବରୁ ଏବଂ ସେହିପରି ଯଦି କେହି 7 ମାସ ମାଙ୍କ ଗର୍ଭରେ ରହିଥାଏ ତାହେଲେ ତାଙ୍କୁ 7 ମାସ ପୂର୍ବରୁ ମୃତ୍ୟୁର ସଂକେତ ମିଳିବା ପାଇଁ ଲାଗିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ସଂକେତ ବିଷୟରେ, ଯାହାଦ୍ୱାରା ଆମେ ଜାଣିପାରିବା ମୃତ୍ୟୁ ଆମର ନିକଟତର ଅଛି କି ନାହିଁ। ଯଦି ସାଙ୍ଗମାନେ ଆପଣମାନେ ଏତେ ପର୍ଯ୍ୟନ୍ତ ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଡେରି ନକରି ଜଲ୍ଦି ଯାଇ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ ଦବାଇ ଦିଅନ୍ତୁ। ନମ୍ବର 1, ମନୁଷ୍ୟ ଶରୀରରେ 7ଟି ଚକ୍ର ହୋଇଥାଏ। ପ୍ରଥମ ଚକ୍ର ହେଉଛି ମୂଳାଧାର ଚକ୍ର, ଦ୍ୱିତୀୟ ଚକ୍ର ହେଉଛି ଲିଙ୍ଗ ଚକ୍ର, ତୃତୀୟ ନାଭି ଚକ୍ର, ଚତୁର୍ଥ ହେଉଛି ହୃଦୟ ଚକ୍ର, ପଞ୍ଚମ କଣ୍ଠ ଚକ୍ର ଓ ଷଷ୍ଠ ଆଜ୍ଞା ଚକ୍ର ଓ ସପ୍ତମ ହେଉଛି ସହସ୍ରସାର ଚକ୍ର। ଯେତେବେଳେ ମନୁଷ୍ୟ ପ୍ରାଣତ୍ୟାଗ କରିଥାଏ ଏହି ଚକ୍ର ମଧ୍ୟରୁ ଗୋଟିଏ ଏକ ଚକ୍ର ଦ୍ୱାରା ଆତ୍ମା ଶରୀରରୁ ବାହାରକୁ ବାହାରିଥାଏ। ଯୋଗୀ, ମୁନି ଏବଂ ପୁରାଣ ଦ୍ୱାରା କୁହାଯାଇଛି କି ଯେତେବେଳେ ମୃତ୍ୟୁର ସମୟ ନିକଟତର ହୋଇଯାଏ ସେତେବେଳେ ନାଭି ଚକ୍ରରେ ଗତିବିଧି ଆରମ୍ଭ ହୋଇଯାଇଥାଏ। ନାଭି ଚକ୍ର ଭାଙ୍ଗିବାକୁ ଲାଗିଥାଏ। ନାଭି ଚକ୍ର ଶରୀରର କେନ୍ଦ୍ର ଚକ୍ର ହୋଇଥାଏ, ଯେଉଁଠାରେ ଜନ୍ମ କାଳରେ ଶରୀରର ରଚନା ଆରମ୍ଭ ହୋଇଯାଇଥାଏ। ସେଥିପାଇଁ ମୃତ୍ୟୁ ନିକଟତର ହେବାର ପ୍ରଥମ ସଂକେତକୁ ନାଭି ଚକ୍ର ପାଖରେ ଅନୁଭବ କରାଯାଇପାରିବ। ନାଭି ଚକ୍ର ଗୋଟିଏ ଦିନରେ ଭାଙ୍ଗେ ନାହିଁ, ଏହା ଭାଙ୍ଗିବାର ପ୍ରକ୍ରିୟା ବହୁତ ଲମ୍ବା ସମୟ ଯାଏଁ ଚାଲିଥାଏ। ମୃତ୍ୟୁ ନିକଟତର ଆସିବାର ଅନ୍ୟ କେତେକ ଲକ୍ଷଣ ପ୍ରକଟ ହେବାକୁ ଲାଗିଥାଏ। ମୃତ୍ୟୁ ଯେତେବେଳେ ନିକଟକୁ ଆସିବାକୁ ଲାଗିଥାଏ ସମୟ ବିତିବା ସହିତ ବ୍ୟକ୍ତି ନିଜର ନାକର ଟିପ ଦେଖିବାକୁ ଅସମର୍ଥ ହୋଇଯାଇଥାଏ। ନମ୍ବର 2, ମୃତ୍ୟୁର କିଛି ଦିନ ପୂର୍ବରୁ ସେ ବ୍ୟକ୍ତିକୁ ଆକାଶରେ ଥିବା ଜହ୍ନ ଏବଂ ଅନ୍ୟ ଗ୍ରହ ଆଦି ଖଣ୍ଡ ବିଖଣ୍ଡିତ ହେବାକୁ ଲାଗିଥାଏ। ସେ ବ୍ୟକ୍ତିକୁ ଲାଗିଥାଏ କି ଜହ୍ନ ଯେପରି 2 ଭାଗରେ ବିଭକ୍ତ ହୋଇଯାଇଛି, କିନ୍ତୁ ପ୍ରକୃତରେ ସେମିତି କିଛି ବି ହୋଇନଥାଏ। ନମ୍ବର 3, ଯେଉଁଭଳି ଭାବେ ଘରକୁ ନୂଆ ସଦସ୍ୟ ଆସିବାର ଖବର ମିଳିବା ମାତ୍ରେ ଆମେ ମନୁଷ୍ୟ ଉତ୍ସାହିତ ହୋଇ ତାଙ୍କର ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥାନ୍ତି, ଠିକ୍ ସେହିଭଳି ଯେତେବେଳେ କୌଣସି ମନୁଷ୍ୟ ସଂସାର ଛାଡ଼ି ପରଲୋକ ଯାତ୍ରାରେ ଯିବାର ସମୟ ଆସିଥାଏ ସେତେବେଳେ ପରଲୋକରେ ଥିବା ତାଙ୍କର ପୂର୍ବପୁରୁଷ ଏବଂ ଆତ୍ମାମାନେ ଉତ୍ସାହିତ ହୋଇ ରହିଥାନ୍ତି ଏବଂ ନିଜ ଦୁନିଆକୁ ନୂଆ ସଦସ୍ୟ ଆସିବାର ଖୁସିରେ ରହିଥାନ୍ତି। ସେଥିପାଇଁ ମୃତ୍ୟୁର ନିକଟତର ହୋଇଥିବା ବ୍ୟକ୍ତି ନିଜର ଆଖପାଖରେ କିଛି ଛାୟାର ଉପସ୍ଥିତି ଥିବାର ଅନୁଭବ କରିଥାନ୍ତି। ଏମିତି ବ୍ୟକ୍ତିଙ୍କୁ ନିଜର ପୂର୍ବପୁରୁଷ ଏବଂ ଆଉ କିଛି ମୃତ ବ୍ୟକ୍ତି
ନଜର ଆସିଥାନ୍ତି। ନମ୍ବର 4, ସାଧାରଣତଃ ଯେତେବେଳେ ଆମେ ଏବଂ ଆପଣ ନିଜର କାନ ଉପରେ ହାତ ରଖିଥାଉ ଆମକୁ ସେତେବେଳେ କୌଣସି ଶବ୍ଦ ଶୁଭେ ନାହିଁ, କିନ୍ତୁ ଯେଉଁ ବ୍ୟକ୍ତିର ଅନ୍ତିମ ସମୟ ଅତି ନିକଟବର୍ତ୍ତୀ ହୋଇଯାଇଥାଏ ତାଙ୍କୁ କୌଣସି ଶବ୍ଦ ଏକ ଶୁଭାଯାଏ ନାହିଁ। କାନ ବନ୍ଦ କଲେ ମଧ୍ୟ ଭିତରର ସେହି ସ୍ୱାଭାବିକ ସାଇଁ ସାଇଁ ଶବ୍ଦ ଅନୁଭବ ହୁଏ ନାହିଁ। ନମ୍ବର 5, ଯେଉଁ ବ୍ୟକ୍ତିର ଅନ୍ତିମ ସମୟ ପାଖେଇ ଆସୁଥାଏ ଅର୍ଥାତ୍ ମରିବାକୁ ଥିବା ବ୍ୟକ୍ତିକୁ ପ୍ରତ୍ୟେକ ସମୟରେ ଏମିତି ଲାଗିଥାଏ କି ତାଙ୍କ ସାମ୍ନାରେ କିଛି ଅଚିହ୍ନା ମୁହଁ ଉପସ୍ଥିତ ଅଛି। ନମ୍ବର 6, ବିଜ୍ଞାନ ଅନୁସାରେ ମୃତ୍ୟୁ ପୂର୍ବରୁ ମାନବ ଶରୀରରୁ ଏକ ଅଜୀବ ଗନ୍ଧ ନିର୍ଗତ ହେବାକୁ ଲାଗିଥାଏ ଯାହାକୁ ମୃତ୍ୟୁ ଗନ୍ଧ ବୋଲି କୁହାଯାଇଥାଏ ଏବଂ ଯାହାକୁ କେବଳ ଅନୁଭବ କରାଯାଇପାରିବ। ଯେଉଁ ବ୍ୟକ୍ତି ମରିବାକୁ ଯାଉଥିବ ସେହି ବ୍ୟକ୍ତି ହିଁ ଅନୁଭବ କରିପାରିବ। ଯାହାର ମୃତ୍ୟୁ ଅତି ନିକଟତର ହେବାକୁ ଯାଉଛି ସେ ବ୍ୟକ୍ତି ହିଁ ଏହା ଅନୁଭବ କରିପାରିବ। ନମ୍ବର 7, ଦର୍ପଣରେ ମୁହଁ ଦେଖିବା ଦ୍ୱାରା ମୃତ୍ୟୁ ନିକଟତର ଥିବା ବ୍ୟକ୍ତିଙ୍କୁ ଏମିତି ଲାଗିଥାଏ କି ସେ ଆଉ କାହାର ମୁହଁ ଦେଖୁଛି, ତାକୁ ନିଜର ମୁହଁ ସ୍ପଷ୍ଟ ଦେଖାଯାଏ ନାହିଁ ଏବଂ ଯେତେବେଳେ ବ୍ୟକ୍ତିକୁ ଏମିତି ଲାଗିଥାଏ ଶାସ୍ତ୍ରରେ କୁହାଯାଇଛି କି ସେହି ବ୍ୟକ୍ତିର ମୃତ୍ୟୁ 24 ଘଣ୍ଟା ମଧ୍ୟରେ ହୋଇଯାଇପାରେ। ଭିଡିଓଟିକୁ ଏହିଠାରେ ଶେଷ କରୁଛି। ଯଦି ଏହି ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଛି ବା ପସନ୍ଦ ଆସିଛି ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଯଦି ଏମିତି ସଂକେତ ଆପଣଙ୍କୁ ଦେଖାଯାଉଛି ତେବେ କମେଣ୍ଟରେ ଭଗବାନଙ୍କ ନାମ ସ୍ମରଣ କରନ୍ତୁ। ଭଗବାନ ଚାହିଁଲେ ସବୁ ଅସୁବିଧା ଦୂର ହୋଇଯାଇପାରେ ଏବଂ କମେଣ୍ଟରେ ପରମ ପୁରୁଷଙ୍କ ନାମ ସ୍ମରଣ କରି ଲେଖିଦିଅନ୍ତୁ।